ହ୍ୟାଲୋ ଗାଇଜ୍ ମୋ ଓଡ଼ିଆ ସିରିଏଲ୍ ଲଭର୍ସ ତୋରି ପାଇଁ ତୋ ପାଇଁ ସିରିଏଲ୍ର ଆଉ ଏକ ନୂଆ ଧମାକାଦାର ଜବରଦସ୍ତ ଏପିସୋଡ଼ରେ ଆପଣମାନେ ପୁଣି ଥରେ ଦେଖିବାକୁ ପାଇବେ କି ରୁହିକୁ ସେ ଗୁଣ୍ଡାମାନଙ୍କ ତରଫରୁ ଫୋନ୍ ଆସିବା ପରେ ରାମ ତାଙ୍କଠୁ ଫୋନ୍ ଛଡ଼େଇ ତାଙ୍କ ସାଙ୍ଗେ କଥା ହେବାକୁ ଲାଗନ୍ତି। ଦେନ୍ ସେ ଗୁଣ୍ଡା କହିବ, ମୋତେ କ'ଣ ଏଠି ନୂଆ ବୋଉ ଭାବିଛ ନା କ'ଣ? ସମସ୍ତଙ୍କୁ ମୋ ମୁହଁ ଦେଖିବାକୁ ନେଇ ଆସିଛ। ଆଉ ସେ ଝିଅ କିଏ? ସେ କ'ଣ ପୁଲିସ? ଆଉ ଗୋଟେ କଥା ଶୁଣି ରଖ, ଚିକି ଏବେ ଆମ କବ୍ଜାରେ। ତାକୁ ଯଦି ଛଡ଼େଇ ନେବାକୁ ଚାହୁଁଛ ମୂଲ୍ୟ ଦେବାକୁ ପଡ଼ିବ। ହଁ ଏବେ ମୁଁ ରଖୁଛି, ମୁଁ ପରେ ଫୋନ୍ କରିବି। ଏତିକି ଶୁଣିଲା ପରେ ରାମ ପୁରା ରାଗିଯାଇ ଯଦି ମୋ ଚିକିଙ୍କର କିଛି ବି ହୁଏ ନା, ଏତିକି କହିଲା ବେଳକୁ ସେ ଗୁଣ୍ଡାଟି ଫୋନ୍ କାଟି ଦେଇଥାଏ। ରାମ ପୁରା ଚିଲେଇକି ସେଠି ଥିବା ଜିନିଷପତ୍ର ଗୁଡ଼ିକ ଇଆଡ଼େ ସିଆଡ଼େ ଫିଙ୍ଗିବାକୁ ଲାଗନ୍ତି। ରାମକୁ ଏମିତି ଅବସ୍ଥାରେ ଦେଖି ଚିକି ପୁରା ଭାଙ୍ଗି ପଡ଼ନ୍ତି। ଦେନ୍ ସେ କାନ୍ଦି କାନ୍ଦି ଚିକିଙ୍କ ଆଡ଼ୁ ଦେଖିକି କହିବେ, ଚିକି ଏଇଠି ମୋ ପାଖରେ ଥିଲେ, ଏବେ ମୁଁ ତାଙ୍କୁ କେଉଁଠି ଖୋଜିବି? କ'ଣ କରିବି? କୁହ ମୋତେ, ମୁଁ କ'ଣ କରିବି? ଦେନ୍ ରାମକୁ ଏମିତି ଅବସ୍ଥାରେ ଦେଖି ଚିକି କହିବେ, ତମେ ଚିକିକୁ ଖୋଜିବା କିଛି ବି ଦରକାର ନାହିଁ। ଏତିକି ଶୁଣିଲା ପରେ ରାମ ପୁରା ରାଗିଯାଇ କହିବେ, ହ୍ୱାଟ୍? କ'ଣ କହିବାକୁ ଚାହୁଁଛ ତମେ? କ'ଣ କହିବାକୁ ଚାହୁଁଛ ତମେ? ଦେନ୍ ଚିକି ମନେ ମନେ ଭାବିବେ, ତମ ଚିକି ତମ ସାମ୍ନାରେ ଅଛି ଇଂଲିଶ ମିଡ଼ିୟମ୍, ମୁଁ ହିଁ ତମ ଚିକି। କିନ୍ତୁ ରୁହି ସାମ୍ନାରେ ତମକୁ ଏ ସତ ମୁଁ କହିପାରିବିନି। ଏହି ସତ ମୋ ବାପା ଆଉ ମୋ ପରିବାର ବର୍ଗଙ୍କୁ ସମସ୍ତଙ୍କୁ ମୋଠୁ ଦୂରେଇ ନେବ। ଦେନ୍ ଚିକି ରାମକୁ କହିବେ, ତମେ ତମ ଚିକିକୁ ଖୋଜିବା କିଛି ବି ଦରକାର ନାହିଁ। ତମକୁ ତ ସେ ଗୁଣ୍ଡାମାନେ ପୁଣି ଥରେ କଲ୍ କରିବେ ନା, ଆଉ ତାଙ୍କୁ ଯଦି ଟଙ୍କା ଦରକାର ଥିବ ସେମାନେ ତ ତାଙ୍କୁ ଲୋକେସନ୍ କହିବାକୁ ପଡ଼ିବ ନା ତମକୁ। ଦେନ୍ ରାମ ପୁରା ରାଗିଯାଇ ଚିକିଙ୍କୁ କହିବେ, ବନ୍ଦ କର ତମର ସେ ଫାଲତୁ କଥାବାର୍ତ୍ତା, ବନ୍ଦ କର। ଦେନ୍ ରାମ ପୁରା ଜୋରସେ କାନ୍ଦି କାନ୍ଦି ଚିକିଙ୍କୁ କହିବେ, ଚିକି ଆଇ ଏମ୍ ସୋ ସରି ଚିକି, ମୁଁ ବଞ୍ଚେଇ ପାରିଲିନି ତମକୁ। ମୁଁ ତମ ପାଖକୁ ଆସିକି ବି ତମକୁ ବଞ୍ଚେଇ ପାରିଲିନି ଚିକି। ଏତିକି କହି ସେଠାରେ ଥିବା ଗୋଟେ ବସ୍ତାକୁ ରାମ ଜୋର ଜୋରେ ମାରିବାକୁ ଲାଗନ୍ତି। ତ ଦର୍ଶକ ବନ୍ଧୁ, କ'ଣ ଲାଗୁଛି ଆପଣମାନଙ୍କୁ? କ'ଣ ରାମ ଚିକିକୁ ସତରେ ବଞ୍ଚେଇ ପାରିବେ କି? କମେଣ୍ଟ କରି ଜଣାଇବେ। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ ମଧ୍ୟ କରିବେ। ରହୁଛି, ଜୟ ଜଗନ୍ନାଥ।